ଓଡ଼ିଶାବାସୀ ଜୟ ଜଗନ୍ନାଥ। ମୁଁ ରାଜେଶ ସିଂହ ଆପଣମାନଙ୍କୁ ସ୍ୱାଗତ କରୁଅଛି ମୋର ଶ୍ରୀମଦ୍ ଭାଗବତ ଗୀତା ଅଥ ଅଷ୍ଟଦଶ ଅଧ୍ୟାୟ। ଓಂ ଶ୍ରୀ ପରମାତ୍ମନେ ନମଃ। ଅର୍ଜୁନ ଉବାଚ। ଅର୍ଜୁନ କହିଲେ, ହେ ମହାବାୟୁ, ହେ ଅନ୍ତର୍ଯ୍ୟାମୀ, ହେ ବାସୁଦେବ, ମୁଁ ସନ୍ନ୍ୟାସ ଏବଂ ତ୍ୟାଗର ତତ୍ତ୍ୱ ପୃଥକ ପୃଥକ ଭାବରେ ଜାଣିବାକୁ ଇଚ୍ଛା କରୁଅଛି। ଶ୍ରୀ ଭଗବାନ କହିଲେ, କେତେକ ପଣ୍ଡିତ କାମ୍ୟକ କର୍ମକ ମାନଙ୍କର ତ୍ୟାଗକୁ ସନ୍ନ୍ୟାସ ବୋଲି ବୁଝନ୍ତି ଏବଂ ଅନ୍ୟ ବିଚାର କୁଶଳ ପୁରୁଷମାନେ ସକଳ କର୍ମର ଫଳ ତ୍ୟାଗକୁ ତ୍ୟାଗ ବୋଲି କହନ୍ତି। କେହି କେହି ବିଦ୍ୱାନ କହନ୍ତି ଯେ କର୍ମ ମାତ୍ରକେ ଦୋଷଯୁକ୍ତ, ତେଣୁ ତାହା ତ୍ୟାଗ କରିବା ଉଚିତ, ଏବଂ ଅନ୍ୟ ବିଦ୍ୱାନମାନେ କହନ୍ତି ଯେ ଯଜ୍ଞ, ଦାନ ଓ ତପରୂପକ କର୍ମ ତ୍ୟାଗ କରିବା ଉଚିତ ନୁହେଁ। ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ, ସନ୍ନ୍ୟାସ ଓ ତ୍ୟାଗ ଏ ଦୁଇଟି ମଧ୍ୟରୁ ପ୍ରଥମେ ତ୍ୟାଗ ବିଷୟରେ ତୁମେ ମୋର ନିଶ୍ଚିତ ମତ ଶୁଣ। ତ୍ୟାଗ ସାତ୍ୱିକ, ରାଜସ ଓ ତାମସ ଭେଦରେ ତିନି ପ୍ରକାର ବୋଲି କୁହାଯାଇଛି। ଯଜ୍ଞ, ଦାନ ଓ ତପ ରୂପକ କର୍ମ ତ୍ୟାଗ କରିବା ଉଚିତ ନୁହେଁ, ବରଂ ତାହା ଆବଶ୍ୟକୀୟ କରଣ। କାରଣ ଯଜ୍ଞ, ଦାନ ଓ ତପ ଏହି ତିନୋଟି କର୍ମ ହିଁ ବୁଦ୍ଧିମାନ ପୁରୁଷମାନଙ୍କୁ ପବିତ୍ର କରେ। ତେଣୁ ହେ ପାର୍ଥ, ଆସକ୍ତି ଓ ଫଳ ତ୍ୟାଗ କରି ଏହି ଯଜ୍ଞ, ଦାନ ଏବଂ ତପ ରୂପକ କର୍ମ ତଥା ଅନ୍ୟ ସକଳ କର୍ତ୍ତବ୍ୟ କର୍ମ ଅବଶ୍ୟ କରିବା ଉଚିତ। ଏହା ହେଉଛି ମୋର ନିଶ୍ଚୟ କରାଯାଇଥିବା ଉତ୍ତମ ମତ। ନିଷିଦ୍ଧ ଓ କର୍ମକର୍ତ୍ତା ସ୍ୱରୂପପତ ତ୍ୟାଗ କରିବା ଉଚିତ, ପରନ୍ତୁ ନିୟତ କର୍ମ ସ୍ୱରୂପପତ ତ୍ୟାଗ କରିବା ଉଚିତ ନୁହେଁ। ତେଣୁ ମୋହବଶତଃ ତାହା ତ୍ୟାଗ କରିଦେବାକୁ ତାମସ ତ୍ୟାଗ କୁହାଯାଏ। ଯାହା କିଛି କର୍ମ ଅଛି ସେସବୁ ଦୁଃଖରୂପ ହିଁ ଅଟେ। ଏପରି ବୁଝି କେହି କେହି ଯଦି ଶାରୀରିକ କ୍ଲେଶ ଭୟରେ କର୍ତ୍ତବ୍ୟ କର୍ମ ତ୍ୟାଗ କରିଦିଏ, ତେବେ ସେ ଏପରି ରାଜସ ତ୍ୟାଗ କରି କୌଣସି ପ୍ରକାର ତ୍ୟାଗର ଫଳ ପାଏ ନାହିଁ। ହେ ଅର୍ଜୁନ, ଶାସ୍ତ୍ରବିହିତ କର୍ମ କରିବା ହିଁ କର୍ତ୍ତବ୍ୟ ବୋଲି ଭାବି ଆସକ୍ତି ଓ ଫଳ ତ୍ୟାଗ ପୂର୍ବକ ଯେଉଁ କର୍ମ କରାଯାଏ, ତାହା ହିଁ ସାତ୍ୱିକ ତ୍ୟାଗ ବୋଲି ଗୃହୀତ ହୁଏ। ଯେଉଁ ମନୁଷ୍ୟ ଅକୁଶଳ କର୍ମରେ ଦ୍ୱେଷ କରନ୍ତି ନାହିଁ କି କୁଶଳ କର୍ମରେ ଆସକ୍ତ ହୁଅନ୍ତି ନାହିଁ, ସେହି ଶୁଦ୍ଧ ସତ୍ୱ ଗୁଣଯୁକ୍ତ ପୁରୁଷ ସଂଶୟ ରହିତ ବୁଦ୍ଧିମାନ ଏବଂ ପ୍ରକୃତ ତ୍ୟାଗୀ। କାରଣ ଶରୀରଧାରୀ କୌଣସି ବି ମନୁଷ୍ୟ ସମ୍ପୂର୍ଣ୍ଣ ରୂପେ ସକଳ କର୍ମ ତ୍ୟାଗ କରିଦେବାକୁ ସକ୍ଷମ ନୁହେଁ। ତେଣୁ ଯେ କର୍ମଫଳ ତ୍ୟାଗୀ ତାଙ୍କୁ ହିଁ ତ୍ୟାଗ ବୋଲି କୁହାଯାଏ। କର୍ମଫଳ ତ୍ୟାଗ କରିନଥିବା ମନୁଷ୍ୟମାନଙ୍କର କର୍ମର ଭଲ ମନ୍ଦ ମିଶ୍ରିତ ଏପରି ତିନି ପ୍ରକାର ଫଳ ମୃତ୍ୟୁ ପରେ ଅବଶ୍ୟ ହୁଏ, କିନ୍ତୁ କର୍ମଫଳ ତ୍ୟାଗ କରିଦେଇଥିବା ମନୁଷ୍ୟମାନଙ୍କର କର୍ମଫଳ କୌଣସି କାଳରେ ମଧ୍ୟ ହୁଏ ନାହିଁ। ହେ ମହାବାହୁ, କର୍ମମାନଙ୍କୁ ଅନ୍ତ କରିବାର ଉପାୟ କହୁଥିବା ସଂଖ୍ୟାଶାସ୍ତ୍ରରେ ସକଳ କର୍ମର ସିଦ୍ଧି ପାଇଁ 5ଟି କାରଣ କୁହାଯାଇଛି। ସେଗୁଡ଼ିକ ତୁମେ ମୋ ଠାରୁ ଭଲ ଭାବରେ ଜାଣିନିଅ। ଏହି ବିଷୟରେ ଅର୍ଥାତ୍ କର୍ମମାନଙ୍କ ସିଦ୍ଧରେ ଅଧିଷ୍ଠାନ କର୍ତ୍ତା ବିଭିନ୍ନ ପ୍ରକାର କାରଣ, ନାନା ପ୍ରକାର ଚେଷ୍ଟା ଏବଂ ସେହିପରି ପଞ୍ଚମ ହେତୁ ଦୈବ ଅଟେ। ମନୁଷ୍ୟ ମନ, ବାଣୀ ଓ ଶରୀର ଦ୍ୱାରା ଶାସ୍ତ୍ରାନୁକୂଳ ଅଥବା ବିପରୀତ ଯାହା କିଛି ବି କର୍ମ କରେ, ଏହି 5ଟି ହିଁ ତାହାର କାରଣ। ପରନ୍ତୁ ଏପରି ହୋଇଥିଲେ ମଧ୍ୟ ଯେଉଁ ମନୁଷ୍ୟ ଅଶୁଦ୍ଧ ବୁଦ୍ଧି ହୋଇଥିବାରୁ ସେହି ବିଷୟରେ ଅର୍ଥାତ୍ କର୍ମମାନଙ୍କ ହେବାର ନିରଞ୍ଜନ ଶୁଦ୍ଧ ସ୍ୱରୂପ ଆତ୍ମାକୁ କର୍ତ୍ତା ବୋଲି ବୁଝେ, ସେହି ମଳିନ ବୁଦ୍ଧି ଅଜ୍ଞାନୀ ମନୁଷ୍ୟ ଯଥାର୍ଥ ବୁଝେ ନାହିଁ। ଯେଉଁ ପୁରୁଷଙ୍କର ଅନ୍ତଃକରଣରୁ ମୁଁ କର୍ତ୍ତା ବୋଲି ଭାବ ନାହିଁ, ତାହା ଯାହାଙ୍କ ବୁଦ୍ଧି ସାଂସାରିକ ପଦାର୍ଥର କର୍ମରେ ଲିପ୍ତ ହୁଏ ନାହିଁ, ସେହି ପୁରୁଷ ଏହିସବୁ ଲୋକଙ୍କୁ ମାରିଦେଲେ ମଧ୍ୟ ବାସ୍ତବରେ ମରନ୍ତି ନାହିଁ କି ପାପର ବାନ୍ଧି ହୁଅନ୍ତି ନାହିଁ। ଜ୍ଞତା, ଜ୍ଞାନ ଓ ଜ୍ଞେୟ ଏହା ହେଉଛି ତ୍ରିବୃତ୍ତ କର୍ମ ପ୍ରେରଣା ଏବଂ କର୍ତ୍ତା, କାରଣ ତଥା କ୍ରିୟା ଏ ହେଉଛି ତ୍ରିବିଧ କର୍ମ ସଂଗ୍ରହ। ଗୁଣମାନଙ୍କର ସଂଖ୍ୟା ନିରୂପଣ କରୁଥିବା ଶାସ୍ତ୍ରରେ ଜ୍ଞାନ, କର୍ମ ଓ କର୍ତ୍ତା ଗୁଣଭେଦରେ ତିନି ପ୍ରକାର ବୋଲି ହିଁ କୁହାଯାଇଛି। ଏହା ମଧ୍ୟ ତୁମେ ମୋ ଠାରୁ ଭଲ ଭାବରେ ଶୁଣ। ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ ପୃଥକ ପୃଥକ ସକଳ ପ୍ରାଣୀଙ୍କ ଠାରେ ଏକ ଅବିନାଶୀ ପରମାତ୍ମା ଭାବ ହିଁ ବିଭାଗ ରହିତ ହୋଇ ସମଭାବରେ ରହିଥିବା ଦେଖି, ସେହି ଜ୍ଞାନକୁ ତୁମେ ସାତ୍ୱିକ ବୋଲି ଜାଣ। କିନ୍ତୁ ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ ସକଳ ଭୂତଙ୍କ ଠାରେ ବିଭିନ୍ନ ପ୍ରକାର ହୀନ ପ୍ରକାର ନାନା ଭାବକୁ ଭିନ୍ନ ଭିନ୍ନ ବୋଲି ବୁଝେ, ସେହି ଜ୍ଞାନକୁ ତୁମେ ରାଜସ୍ୱ ବୋଲି ଜାଣ। ଯେଉଁ ଜ୍ଞାନ ଦ୍ୱାରା ମଣିଷ ଏକମାତ୍ର କାର୍ଯ୍ୟରୂପକ ଶରୀରରେ ହିଁ ସମ୍ପୂର୍ଣ୍ଣ ରୂପେ ଆସକ୍ତ ହୋଇଯାଇଥାଏ ଏବଂ ଯାହା ଅଯୌକ୍ତିକ ତାତ୍ୱିକ ଅର୍ଥରୁ ରହିତ ତଥା ତୁଚ୍ଛ, ତାହାକୁ ତାମସ ବୋଲି କୁହାଯାଏ। ଯେଉଁ କର୍ମ ଶାସ୍ତ୍ରବିଧି ଦ୍ୱାରା ନିୟତ ଏବଂ କର୍ତ୍ତବ୍ୟପରାୟଣ, ଅଭିମାନରୁ ରହିତ ହୋଇ ଫଳ ଇଚ୍ଛା କରୁନଥିବା ପୁରୁଷଙ୍କ ଦ୍ୱାରା ବିନା ରାଗଦ୍ୱେଷରେ କରାଯାଏ, ତାହାକୁ ସାତ୍ୱିକ କର୍ମ କୁହାଯାଏ। ପରନ୍ତୁ ଯେଉଁ କର୍ମ ପରିଶ୍ରମ ବହୁଳ ହୋଇଥାଏ ତଥା ଭୋଗ ଇଚ୍ଛା କରୁଥିବା ପୁରୁଷ ଦ୍ୱାରା ବା ଅହଙ୍କାର ଯୁକ୍ତ ପୁରୁଷ ଦ୍ୱାରା କରାଯାଇଥାଏ, ସେହି କର୍ମକୁ ରାଜସ୍ୱ କର୍ମ କୁହାଯାଏ। ଯେଉଁ କର୍ମ ପରିଣାମ, କ୍ଷତି, ହିଂସା ଓ ସାମର୍ଥ୍ୟର ବିଚାର ନ କରି କେବଳ ଅଜ୍ଞାନବଶତଃ
ଆରମ୍ଭ କରାଯାଇଥାଏ ତାହା ତାମସ ବୋଲି କୁହାଯାଏ। ଯେଉଁ କର୍ତ୍ତା ସଙ୍ଗରହିତ, ଯିଏ ଅହଙ୍କାର ଯୁକ୍ତ, କଥା କହନ୍ତି ନାହିଁ, ଧୈର୍ଯ୍ୟ ଉତ୍ସାହଯୁକ୍ତ ଅଟନ୍ତି ତଥା କାର୍ଯ୍ୟର ସିଦ୍ଧି ଅସିଦ୍ଧିରେ ହର୍ଷ ଶୋକଳ ବିକାରରୁ ରହିତ, ସେ ସାତ୍ୱିକ କୁହାଯାଇଥାନ୍ତି। ଯେଉଁ କର୍ତ୍ତା ଆସକ୍ତିଯୁକ୍ତ, ସେ କର୍ମଫଳ ଇଚ୍ଛା କରେ, ଯିଏ ଲୋଭ ତଥା ଅନ୍ୟକୁ କଷ୍ଟ ଦିଏ, ଯିଏ ଅଶୁଦ୍ଧଚାରୀ ଓ ହର୍ଷ ଶୋକରେ ଲିପ୍ତ ରହେ, ତାକୁ ରାଜସ କର୍ତ୍ତା କୁହାଯାଏ। ଯେଉଁ କର୍ତ୍ତା ଅଯୁକ୍ତ, ଅଶିକ୍ଷିତ, ଅଭିମାନୀ, ଧୂର୍ତ୍ତ, ପରଜୀବିକା ନାଶକାରୀ ତଥା ବିଷାଦଗ୍ରସ୍ତ, ଆଳସ୍ୟପରାୟଣ ଓ ଦୀର୍ଘସୂତ୍ରୀ, ତାକୁ ତାମସ କୁହାଯାଏ। ହେ ଧନଞ୍ଜୟ, ବୁଦ୍ଧି ଓ ଧୃତି ଧାରଣ ଶକ୍ତି ମଧ୍ୟ ଗୁଣ ଅନୁସାରେ 3 ପ୍ରକାର, ତାହା ମୁଁ ସମ୍ପୂର୍ଣ୍ଣ ଭାବରେ ବିଭାଗ ପୂର୍ବକୁ କହୁଛି, ତୁମେ ଶୁଣ। ହେ ପାର୍ଥ, ଯେଉଁ ବୁଦ୍ଧି ପ୍ରବୃତ୍ତି ମାର୍ଗ ଓ ନିବୃତ୍ତି ମାର୍ଗକୁ, କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟକୁ, ଭୟ ଓ ଅଭୟକୁ ତଥା ବନ୍ଧନ ଓ ମୋକ୍ଷକୁ ଯଥା ଭାବରେ ଜାଣେ, ସେହି ବୁଦ୍ଧି ସାତ୍ୱିକ। ହେ ପାର୍ଥ, ମନୁଷ୍ୟ ଯେଉଁ ବୁଦ୍ଧି ଦ୍ୱାରା ଧର୍ମ ଅଧର୍ମ ତଥା କର୍ତ୍ତବ୍ୟ ଅକର୍ତ୍ତବ୍ୟକୁ ବି ଯଥାର୍ଥ ଭାବରେ ଜାଣିପାରେ ନାହିଁ, ସେହି ବୁଦ୍ଧି ରାଜସୀ। ହେ ଅର୍ଜୁନ, ଅଜ୍ଞାନ ଦ୍ୱାରା ଆବୃତ ହୋଇଥିବା ଯେଉଁ ବୁଦ୍ଧି ଅଧର୍ମକୁ ଧର୍ମ ବୋଲି ମାନିନିଏ ତଥା ଅନ୍ୟ ସକଳ ପଦାର୍ଥକୁ ବି ଏହିପରି ବିପରୀତ ରୂପ ଧରିନିଏ, ସେହି ବୁଦ୍ଧି ତାମସୀ। ହେ ପାର୍ଥ, ଯେଉଁ ଅବ୍ୟଭିଚାରିଣୀ ଧୃତି ଦ୍ୱାରା ମନୁଷ୍ୟ ଧ୍ୟାନ ଯୋଗ ସାଧନାରେ ମନ ପ୍ରାଣ ଓ ଇନ୍ଦ୍ରିୟମାନଙ୍କର କ୍ରିୟାମାନଙ୍କ ଧାରଣ କରେ, ସେହି ଧୃତି ସାତ୍ୱିକ। ପରନ୍ତୁ ହେ ପୃତାପୃତ ଅର୍ଜୁନ, ଫଳ ଇଚ୍ଛା କରୁଥିବା ମନୁଷ୍ୟ ଯେଉଁ ଧୃତି ଦ୍ୱାରା ଅତ୍ୟନ୍ତ ଆସକ୍ତ ସହିତ ଧର୍ମ ଅର୍ଥ ଓ କାମକୁ ଧାରଣ କରେ, ସେହି ଧୃତି ରାଜସୀ। ହେ ପାର୍ଥ, ଦୁଷ୍ଟ ବୁଦ୍ଧି ମନୁଷ୍ୟ ଯେଉଁ ଧୃତି ଦ୍ୱାରା ନିଦ୍ରା, ଭୟ, ଚିନ୍ତା ଓ ଦୁଃଖ ତଥା ଉନ୍ମତ୍ତତାକୁ ମଧ୍ୟ ଛାଡ଼େ ନାହିଁ ଅର୍ଥାତ୍ ଧରି ରଖେ, ସେହି ଧୃତି ତାମସୀ। ହେ ଭରତ ଶ୍ରେଷ୍ଠ, ବର୍ତ୍ତମାନ 3 ପ୍ରକାର ସୁଖ ମଧ୍ୟ ମୋ ଠାରୁ ଶୁଣ। ସାଧକ ଭଜନ, ଧ୍ୟାନ ଓ ସେବାଦି ଅଭ୍ୟାସ କରିବା ଦ୍ୱାରା ଯେଉଁ ସୁଖରେ ରମଣ କରନ୍ତି ଏବଂ ଯାହାଦ୍ୱାରା ସକଳ ଦୁଃଖ ନାଶ ହୁଏ, ଯେଉଁ ସୁଖ ଆରମ୍ଭରେ ଯଦି ବିଷ ପରି ଲାଗେ କିନ୍ତୁ ପରିଣାମରେ ଅମୃତ ତୁଲ୍ୟ ହୋଇଥାଏ, ପରମାତ୍ମା ବିଷୟକ ବୁଦ୍ଧିରୁ ପ୍ରସାଦରୁ ଉତ୍ପନ୍ନ ହେଉଥିବା ସେହି ସୁଖକୁ ସାତ୍ୱିକ ସୁଖ କୁହାଯାଏ। ଯେଉଁ ସୁଖ ବିଷୟ ଓ ଇନ୍ଦ୍ରିୟର ସଂଯୋଗରୁ ହୁଏ, ତାହା ପ୍ରଥମେ ଭୋଗ କାଳରେ ଅମୃତ ତୁଲ୍ୟ ପ୍ରତୀତ ହୁଏ ମଧ୍ୟ ପରିଣାମରେ ବିଷତୁଲ୍ୟ ଅଟେ, ସେହି ସୁଖକୁ ରାଜସ ସୁଖ କୁହାଯାଏ। ଯେଉଁ ସୁଖ ଭୋଗ କାଳରେ ତଥା ପରିଣାମରେ ମଧ୍ୟ ଆତ୍ମାର ମୋହକାରକ ଅଟେ, ନିଦ୍ରା, ଅଳସ୍ୟ ଓ ପ୍ରମାଦରୁ ଉତ୍ପନ୍ନ, ସେହି ସୁଖକୁ ତାମସ ବୋଲି କୁହାଯାଏ। ପୃଥିବୀର ବା ଆକାଶରେ ଅଥବା ଦେବତାମାନଙ୍କଠାରେ ତଥା ଏମାନଙ୍କ ବ୍ୟତୀତ ଅନ୍ୟ କେଉଁଠାରେ ବି ଏପରି କୌଣସି ବି ପ୍ରାଣୀ କିମ୍ବା ପଦାର୍ଥ ନାହିଁ, ଯାହାକି ପ୍ରକୃତିରୁ ଉତ୍ପନ୍ନ ଏହି 3 ଗୁଣରୁ ମୁକ୍ତ ହୋଇଥାଏ। ହେ ପରନ୍ତପ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ତଥା ଶୂଦ୍ରମାନଙ୍କର କର୍ମଗୁଡ଼ିକ ସ୍ୱଭାବରୁ ଉତ୍ପନ୍ନ ଗୁଣମାନଙ୍କ ଧରି ବିଭକ୍ତ କରାଯାଇଛି। ଅନ୍ତଃକରଣରୁ ନିଗ୍ରହ କରିବା, ଇନ୍ଦ୍ରିୟମାନଙ୍କୁ ଦମନ କରିବା, ଧର୍ମ ପାଳନ ପାଇଁ କଷ୍ଟ କରିବା, ବାହାରେ ଓ ଭିତରେ ଶୁଦ୍ଧ ରହିବା, ଅନ୍ୟର ଅପରାଧ କ୍ଷମା କରିବା, ମନ, ଇନ୍ଦ୍ରିୟ, ଶରୀରକୁ ସରଳ ରଖିବା, ବେଦ, ଶାସ୍ତ୍ର, ଈଶ୍ୱର ଓ ପରଲୋକ ଆଦିରେ ଶ୍ରଦ୍ଧା ରଖିବା, ବେଦାଦି ଶାସ୍ତ୍ରମାନଙ୍କର ଅଧ୍ୟୟନ ଅଧ୍ୟାପନ କରିବା ଏବଂ ପରମାତ୍ମା ତତ୍ତ୍ୱ ଅନୁଭବ କରିବା, ଏସବୁ ହେଉଛି ବ୍ରାହ୍ମଣଙ୍କର ସ୍ୱାଭାବିକ କର୍ମ। ଶୂରବୀରତା, ତେଜ, ଧୈର୍ଯ୍ୟ, ଦକ୍ଷତା ଏବଂ ଯୁଦ୍ଧରୁ ପଳାଇ ନ ଯିବା, ଦାନ ଦେବା ଏବଂ ସ୍ୱାମିତ୍ୱ, ଏସବୁ ହେଉଛି କ୍ଷତ୍ରିୟମାନଙ୍କର ସ୍ୱାଭାବିକ କର୍ମ। କୃଷି, ଗୋପାଳନ ଏବଂ କ୍ରୟ ବିକ୍ରୟ ରୂପକ ସତ୍ୟ ବ୍ୟବହାର ହେଉଛି ବୈଶ୍ୟଙ୍କର ସ୍ୱାଭାବିକ କର୍ମ ତଥା ସବୁ ବର୍ଣ୍ଣର ସେବା କରିବା ହେଉଛି ଶୂଦ୍ରମାନଙ୍କ ସ୍ୱାଭାବିକ କର୍ମ। ନିଜ ନିଜର ସ୍ୱାଭାବିକ କର୍ମର ତତ୍ପରତା ସହିତ ଲାଗି ରହିଥିବା ମନୁଷ୍ୟ ଭଗବତ୍ ପ୍ରାପ୍ତି ରୂପକ ପରମ ସିଦ୍ଧି ପାଇଯାଏ। ନିଜର ସ୍ୱାଭାବିକ କର୍ମରେ ଲାଗି ରହିଥିବା ମନୁଷ୍ୟ କର୍ମ କରି କିପରି ପରମ ସିଦ୍ଧି ପାଇଯାଏ, ତାହା ତୁମେ ଶୁଣ। ଯେଉଁ ପରମେଶ୍ୱରଙ୍କ ଠାରୁ ସମସ୍ତ ପ୍ରାଣୀ ଉତ୍ପନ୍ନ ହୋଇଛନ୍ତି ଏବଂ ଯାହାଙ୍କ ଦ୍ୱାରା ଏହି ସମସ୍ତ ଜଗତ ପରିବ୍ୟାପ୍ତ ହୋଇଛି, ସେହି ପରମେଶ୍ୱରଙ୍କୁ ନିଜର ସ୍ୱାଭାବିକ କର୍ମମାନଙ୍କ ଦ୍ୱାରା ପୂଜା କରି ମନୁଷ୍ୟ ପରମ ସିଦ୍ଧି ପାଇଥାଏ। ଭଲ ଭାବରେ ଆଚରଣ କରାଯାଇଥିବା ପରମ ଧର୍ମଠାରୁ ନିଜର ଧର୍ମ ଗୁଣରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ, କାରଣ ସ୍ୱଭାବ ଦ୍ୱାରା ନିୟତ କରାଯାଇଥିବା ସ୍ୱଧର୍ମ ରୂପକ କର୍ମ ଆଚରଣ କରୁଥିବା ମନୁଷ୍ୟ ପାପଭାଗୀ ନୁହେଁ। ଅତଏବ ହେ କୁନ୍ତୀ ପୁତ୍ର, ଦୋଷମୁକ୍ତ ହେଲେ ମଧ୍ୟ ସ୍ୱଭାବଜ କର୍ମ ତ୍ୟାଗ କରିବା ଉଚିତ ନୁହେଁ, କାରଣ ଅଗ୍ନି ଯେପରି ଧୂଆଁ ଦ୍ୱାରା ଆବୃତ ହୋଇଥାଏ, ସମସ୍ତ କର୍ମ ସେହିପରି କୌଣସି ନା କୌଣସି ଦୋଷରେ ଯୁକ୍ତ ହୋଇଥାଏ। ସର୍ବତ୍ର ଆସକ୍ତି ରହିତ, ବୁଦ୍ଧିସମ୍ପନ୍ନ ତଥା ନିଷ୍ପୃହ ହୋଇ ଅନ୍ତଃକରଣକୁ ଜୟ କରିଥିବା ପୁରୁଷ ସଂଖ୍ୟାଯୋଗ ଦ୍ୱାରା ସେହି ପରମ ନିଷ୍କର୍ମ ସିଦ୍ଧି ପ୍ରାପ୍ତ ହୁଅନ୍ତି, ଯାହା ଜ୍ଞାନ ଯୋଗରେ ପରାନିଷ୍ଠା ଅଟେ। ସେହି ନିଷ୍କର୍ମ ସିଦ୍ଧିକୁ ଯେଉଁ ପ୍ରଣାଳୀରେ ଲାଭ କରି ମନୁଷ୍ୟ ବ୍ରହ୍ମପ୍ରାପ୍ତ ହୁଏ, ହେ କୁନ୍ତୀ ପୁତ୍ର, ସେହି ପ୍ରଣାଳୀ
ତୁମେ ମୋ ଠାରୁ ସଂକ୍ଷେପରେ ବୁଝିନିଅ। ବିଶୁଦ୍ଧ ବୁଦ୍ଧିରେ ଯୁକ୍ତ ହୋଇଥିବା ସରଳ ସାତ୍ତ୍ୱିକ ନିୟମିତ ଆହାର କରୁଥିବା, ଶତାବ୍ଦୀ ବିଷୟ ତ୍ୟାଗ କରି ଏକାନ୍ତ ଓ ପବିତ୍ର ସ୍ଥାନରେ ନିବାସ କରୁଥିବା, ସାତ୍ତ୍ୱିକ ଧାରଣ ଶକ୍ତି ଦ୍ୱାରା ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କୁ ସଂଯମ କରି ମନ, ବାଣୀ ଏବଂ ଶରୀରକୁ ବଶରେ ରଖିଥିବା, ରାଗଦ୍ୱେଷକୁ ସର୍ବଦା ନଷ୍ଟ କରି ଦୃଢ଼ ବୈରାଗ୍ୟର ଆଶ୍ରମ ନେଇଥିବା ତଥା ଅହଙ୍କାର, ବଳ, ଗର୍ବ, କାମ, କ୍ରୋଧ, ପରିଗ୍ରହ ତ୍ୟାଗ କରି ନିରନ୍ତର ଧ୍ୟାନ ଯୋଗରେ ପରାୟଣ ହୋଇ ରହୁଥିବା, ମମତ୍ୱ ରହିତ ପ୍ରଶାନ୍ତ ଚିତ୍ତ ପୁରୁଷ ସଚ୍ଚିଦାନନ୍ଦନ ବ୍ରହ୍ମରେ ଅଭିନ୍ନ ଭାବରେ ଅବସ୍ଥିତ ହେବାର ପାତ୍ର ହୁଅନ୍ତି। ପୁଣି ସେହି ସଚ୍ଚିଦାନନ୍ଦ ବ୍ରହ୍ମରେ ଏକାକୀ ଭାବରେ ସ୍ଥିତ ପ୍ରସନ୍ନଚିତ୍ତ ଯୋଗୀ କାହାର ପାଇଁ ଶୋକ କରନ୍ତି ନାହିଁ କି କିଛି ବି ଆକାଙ୍କ୍ଷା କରନ୍ତି ନାହିଁ। ସମସ୍ତ ପ୍ରାଣୀଙ୍କଠାରେ ସମ୍ଭାବନା ସମ୍ପନ୍ନ ସେହି ଯୋଗୀ ମୋର ପରମ ଭକ୍ତି ଲାଭ କରନ୍ତି। ସେହିପରି ଭକ୍ତି ଦ୍ୱାରା ସେ ମୋତେ ଅର୍ଥାତ୍ ପରମାତ୍ମାକୁ ତଥା ମୁଁ କ'ଣ ଓ କିପରି ପ୍ରଭାବ ବିଶିଷ୍ଟ ତାହା ଠିକ୍ ସେହିପରି ତତ୍ତ୍ୱ ଜାଣିପାରନ୍ତି ଏବଂ ସେହି ଭକ୍ତି ଦ୍ୱାରା ମୋତେ ତତ୍ତ୍ୱ ଜାଣି ସେହି କ୍ଷଣି ମୋ ଭିତରେ ପ୍ରବିଷ୍ଟ ହୋଇଯାଇଥାନ୍ତି, ଅର୍ଥାତ୍ ମୋ ସହିତ ଏକ ହୋଇଯାଇଥାନ୍ତି। ମୋର ପରାୟଣ ହୋଇଥିବା କର୍ମଯୋଗୀ ତଥା ସଦା ସର୍ବଦା ସକଳ କର୍ମ କରୁଥିଲେ ମଧ୍ୟ ମୋ କୃପାରୁ ସନାତନ ଅବିନାଶୀ ପରମ ପଦ ପ୍ରାପ୍ତ ହୋଇଯାଇଥାନ୍ତି। ମନ ଦ୍ୱାରା ମୋଠାରେ ସମସ୍ତ କର୍ମ ଅର୍ପଣ କରିଦେଇ ତଥା ସମବୁଦ୍ଧି ରୂପ ଯୋଗ ଅବଲମ୍ବନ କରି ମୋ ପରାୟଣ ହୁଏ ଏବଂ ନିରନ୍ତର ମୋଠାରୁ ଯୁକ୍ତ ଚିତ୍ତ ହୋଇଯାଏ। ଉପରୋକ୍ତ ମାନ ପ୍ରକାର ମୋଠାରୁ ଯୁକ୍ତ ଚିତ୍ତି ହୋଇ ତୁମେ ମୋର କୃପାରୁ ଅନାୟାସରେ ସମସ୍ତ ସଙ୍କଟ ପାର ହୋଇଯିବ ଏବଂ ଯଦି ଅହଙ୍କାର ହେତୁ ମୋ କଥା ଶୁଣିବ ନାହିଁ ତେବେ ନଷ୍ଟ ହୋଇଯିବ। ତୁମେ ଯେଉଁ ଅର୍ଥାତ୍ ପରମାତ୍ମା ଠାରୁ ଭ୍ରଷ୍ଟ ହୋଇଯିବ। ତୁମେ ଯେଉଁ ଅହଙ୍କାରକୁ ଆଶ୍ରୟ କରି ମୁଁ ଯୁଦ୍ଧ କରିବି ନାହିଁ ବୋଲି ଧରି ବସିଛ, ତୁମର ସେହି ନିଶ୍ଚୟ ମିଥ୍ୟା, କାରଣ ତୁମର ପ୍ରକୃତିକୁ ତୁମକୁ ବଳପୂର୍ବକ ଯୁଦ୍ଧରେ ଲଗାଇଦେବ। ହେ କୁନ୍ତୀ ପୁତ୍ର, ତୁମେ ମୋହ ହେତୁ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ ତାହା ମଧ୍ୟ ନିଜର ପୂର୍ବକୃତ ସ୍ୱାଭାବିକ କର୍ମ ଦ୍ୱାରା ବାନ୍ଧି ହୋଇ ପରିବେଶ ହୋଇ କରିବ। ହେ ଅର୍ଜୁନ, ଶରୀର ରୂପକ ଯନ୍ତ୍ରରେ ଅରୂଢ଼ ହୋଇଥିବା ସମସ୍ତ ପ୍ରାଣୀଙ୍କୁ ନିଜର ମାୟା ଦ୍ୱାରା ସେମାନଙ୍କ କର୍ମାନୁସାରେ ଚାଳିତ କରାଯାଏ। ଅନ୍ତର୍ଯ୍ୟାମୀ ପରମେଶ୍ୱର ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି। ହେ ଭାରତ, ତୁମେ ସର୍ବଦା ଭାବେ ଏହି ପରମେଶ୍ୱରଙ୍କୁ ହିଁ ଶରଣ ଯାଅ। ସେହି ପରମେଶ୍ୱର କୃପାରୁ ତୁମେ ପରମ ଶାନ୍ତି ତଥା ସନାତନ ପରମ ଧାମ ପ୍ରାପ୍ତ ହେବ। ଏପରି ଭାବରେ ଗୋପନୀୟଟା ଠାରୁ ମଧ୍ୟ ଅତି ଗୋପନୀୟ ଏହି ଜ୍ଞାନକୁ ମୁଁ ତୁମକୁ କହିଦେଲି। ବର୍ତ୍ତମାନ ତୁମେ ଏହି ରହସ୍ୟଯୁକ୍ତ ଜ୍ଞାନକୁ ପୂର୍ଣ୍ଣ ରୂପେ ଭଲ ଭାବରେ ବିଚାର କରି ଯେପରି ଇଚ୍ଛା କରୁଛ ସେପରି କର। ସକଳ ଗୋପନୀୟ ଠାରୁ ଅଧିକ ଗୋପନୀୟ ମୋର ପରମ ରହସ୍ୟଯୁକ୍ତ ବଚନ ତୁମେ ପୁଣି ଥରେ ଶୁଣ। ତୁମେ ମୋର ଅତିଶୟ ପ୍ରିୟ, ତେଣୁ ମୁଁ ତୁମକୁ ଏହି ପରମ ହିତକର ବଚନ ପୁନର୍ବାର କହିବି। ହେ ଅର୍ଜୁନ, ତୁମେ ମୋ ଠାରୁ ମନ ଲଗାଅ, ମୋର ଭକ୍ତ ହୋଇଯାଅ, ମୋର ପୂଜକ ହୋଇଯାଅ, ମୋତେ ପ୍ରଣାମ କର। ଏପରି କଲେ ତୁମେ ମୋତେ ହିଁ ପ୍ରାପ୍ତ ହେବ। ଏହା ମୁଁ ତୁମକୁ ସତ୍ୟ ପ୍ରତିଜ୍ଞା କରି କହୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ। ସମସ୍ତ ଧର୍ମ ଅର୍ଥାତ୍ ସମସ୍ତ କର୍ତ୍ତବ୍ୟ କର୍ମ ମୋ ଠାରୁ ତ୍ୟାଗ କରିଦେଇ ତୁମେ ଏକମାତ୍ର ପାପରୁ ମୁକ୍ତ କରିଦେବି। ତୁମେ ଶୋକ କର ନାହିଁ। ଏହି ଗୀତା ରୂପକ ରହସ୍ୟମୟ ଉପଦେଶ କୌଣସି କାଳରେ ବି ତପସ୍ୟା ବିହୀନ ମନୁଷ୍ୟକୁ କରିବା ଉଚିତ ନୁହେଁ। ଭକ୍ତି ରହିତ ମନୁଷ୍ୟକୁ ଏବଂ ଶୁଣିବାକୁ ଅନିଚ୍ଛ ମନୁଷ୍ୟକୁ ମଧ୍ୟ କହିବା ଉଚିତ ନୁହେଁ। ଯେ ମୋ ଠାରେ ଦୋଷ ଦୃଷ୍ଟି ରଖେ ତାକୁ ତ କଦାପି କହିବା ଉଚିତ ନୁହେଁ। ଯେଉଁ ପୁରୁଷ ମୋ ଠାରୁ ପରମ ପ୍ରେମ କରି ଏକ ପରମ ରହସ୍ୟଯୁକ୍ତ ଗୀତୋପଦେଶ ମୋର ଭକ୍ତମାନଙ୍କ ମଧ୍ୟରେ କହିବେ, ସେ ମୋତେ ହିଁ ପ୍ରାପ୍ତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ। ତାଙ୍କଠାରୁ ବଡ଼ ହୋଇ ମୋର ପ୍ରିୟ କାର୍ଯ୍ୟ କରୁଥିବା ବ୍ୟକ୍ତି ମନୁଷ୍ୟମାନଙ୍କ ମଧ୍ୟରେ ଆଉ କେହି ନାହିଁ ତଥା ସମଗ୍ର ପୃଥିବୀରେ ତାଙ୍କଠାରୁ ବଳି ମୋର ଅନ୍ୟ ଆଉ କେହି ପ୍ରିୟ ବ୍ୟକ୍ତି ଭବିଷ୍ୟତରେ ମଧ୍ୟ ହେବେ ନାହିଁ। ଯେଉଁ ପୁରୁଷ ଆମ ଦୁହିଁଙ୍କର ଏହି ଧର୍ମମୟ ସମ୍ବାଦ ରୂପକ ଗୀତ ଶାସ୍ତ୍ର ଅଧ୍ୟୟନ କରିବେ, ତାଙ୍କ ଦ୍ୱାରା ମଧ୍ୟ ମୁଁ ଜ୍ଞାନ ଯଜ୍ଞରେ ପୂଜିତ ହେବି, ଏହା ମୋର ମତ। ଯେଉଁ ମନୁଷ୍ୟ ଶ୍ରଦ୍ଧାଯୁକ୍ତ ଏବଂ ଦୋଷ ଦୃଷ୍ଟି ରହିତ ହୋଇ ଏହି ଗୀତ ଶାସ୍ତ୍ର ଶ୍ରବଣ ମାତ୍ର କରିବ, ସେ ମଧ୍ୟ ପାପମୁକ୍ତ ହୋଇ ଉତ୍ତମ କର୍ମକାରୀମାନଙ୍କର ଶ୍ରେଷ୍ଠ ଲୋକମାନଙ୍କୁ ପ୍ରାପ୍ତ ହେବ। ହେ ପାର୍ଥ, କୌଣସି ଏହି ଗୀତ ଶାସ୍ତ୍ରକୁ ତୁମେ ଏକାଗ୍ର ଚିତ୍ତରେ ଶ୍ରବଣ କରିଛ? ଏବଂ ହେ ଧନଞ୍ଜୟ, କ'ଣ ତୁମର ଅଜ୍ଞାନ ଜନିତ ମୋହ ନଷ୍ଟ ହୋଇଗଲା? ଅର୍ଜୁନ କହିଲେ, ହେ ଅଚ୍ୟୁତ, ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହୋଇଗଲା ଏବଂ ମୁଁ ସ୍ମୃତି ପାଇଗଲି। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ନିଃସନ୍ଦେହ ହୋଇଗଲି।
ତେଣୁ ମୁଁ ଆପଣଙ୍କ ଆଜ୍ଞା ପାଳନ କରିବି। ସଞ୍ଜୟ କହିଲେ, ଏପରି ମୁଁ ଶ୍ରୀ ବାସୁଦେବଙ୍କର ଏବଂ ମହାତ୍ମା ଅର୍ଜୁନଙ୍କର ଏହି ଅଦ୍ଭୁତ ରହସ୍ୟଯୁକ୍ତ ରୋମାଞ୍ଚକର ସମ୍ବାଦ ଶୁଣିଲି। ଶ୍ରୀ ବ୍ୟାସଦେବଙ୍କ କୃପାରୁ ଦିବ୍ୟ ଦୃଷ୍ଟି ପାଇ ମୁଁ ଏହି ପରମ ଗୋପନୀୟ ଯୋଗ ଅର୍ଜୁନଙ୍କୁ କହୁଥିବା ସ୍ୱୟଂ ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ପ୍ରତ୍ୟକ୍ଷ ଶୁଣିଲି। ହେ ରାଜନ୍, ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଏହି ରହସ୍ୟମୟ କଲ୍ୟାଣକାରୀ ଏବଂ ଅଦ୍ଭୁତ ସମ୍ବାଦ ସ୍ମରଣ କରି କରି ମୁଁ ବାରମ୍ବାର ହର୍ଷିତ ହେଉଛି। ହେ ରାଜନ୍, ଶ୍ରୀହରିଙ୍କର ସେହି ଅତ୍ୟନ୍ତ ଅଦ୍ଭୁତ ରୂପ ସ୍ମରଣ କରି ମୋର ଚିତ୍ତରେ ବଡ଼ ବିସ୍ମୟ ଜାତ ହେଉଛି ଏବଂ ମୁଁ ବାରମ୍ବାର ହର୍ଷିତ ହେଉଛି। ହେ ରାଜନ୍, ଯେଉଁଠାରେ ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଗାଣ୍ଡୀବ ଧନୁ ଧାରଣ କରିଥିବା ଅର୍ଜୁନ ଅଛନ୍ତି, ସେଠାରେ ଶ୍ରୀ ବିଜୟ ବିଭୂତି ଏବଂ ଅଟଳ ନୀତି ରହିଛି। ଏହି ମୋର ମତ। ଓଂ ତତ୍ସଦିତି ଶ୍ରୀମଦ୍ ଭାଗବତ ଗୀତା ସୁପନିଷଦ ବ୍ରହ୍ମ ବିଦ୍ୟାୟ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ମୋକ୍ଷ ନ୍ୟାସ ଯୋଗେ ନାମ ଅଷ୍ଟଦଶୋଧ୍ୟାୟ। ଜୟ ଜଗନ୍ନାଥ। ଓଡ଼ିଶାବାସୀ, ଆପଣଙ୍କୁ ଶୁଣି କିପରି ଲାଗିଲା ଜଣେଇବେ। ଜୟ ଜଗନ୍ନାଥ। ଏବଂ ଆମ ଭାଗବତ ଅଧ୍ୟାୟ ସରିଗଲା।